ହ୍ୟାଲୋ ସାଙ୍ଗମାନେ, ମୁଁ ଆସିଛି ସୁନ୍ଦରବନ ଟୁର୍‌ରେ ଫାଇନାଲି ଆପଣମାନଙ୍କୁ ସେୟାର କରିବାକୁ ଯାଉଛି। ତ ଆପଣମାନେ ମୋ ମିନି ବ୍ଲଗ୍‌ରୁ ଦେଖିଥିଲେ କେମିତି ମୁଁ ରାତିରେ ଟ୍ରାଭେଲ୍ କରିକି ଆସିଯାଇଥିଲି। ଆମେ ପ୍ରଥମେ ଆସିଥିଲି ସିଆଲଦା, ସିଆଲଦାରୁ କାର୍ନିଂ ପାଇଁ ଟ୍ରେନ୍ ଧରିକି ଆସିଯାଇଥିଲେ। କାର୍ନିଂରେ ପହଞ୍ଚି ଯାଇଥିଲେ, ଆମେ ଟୁରିଜିମ୍ ବୁକ୍ କରିଥିଲୁ। ଟୁରିଜିମ୍ ତରଫରୁ ଆମକୁ ପ୍ରଥମେ ଦେଇଥିଲେ ସେ ଖାଇବାକୁ ପ୍ରଥମେ ବ୍ରେକଫାଷ୍ଟରେ ଲୁଚି ଆଉ ଆଳୁଦମ୍ ଆଉ ମିଠା ତା ସହିତ ଲେଟ୍ ନ କରିକି ସକାଳର ବ୍ରେକଫାଷ୍ଟ ଆମେ ଷ୍ଟେସନରେ ହିଁ କରିଦେଇଥିଲୁ। କାହିଁକି ନା ସେଇଠୁ ହିଁ ପୁଣି ଆମକୁ ପୁଣି ଟୁରିଜିମ୍ ତରଫରୁ ପ୍ରୋଭାଇଡ଼ କରାଯାଇଥିବା ବସ୍‌ରେ ଯିବାର ଅଛି। ଖାଇସାରିଲା ପରେ ବସ୍‌ରେ ବସିକି ଚାଲି ଯାଇଥିଲୁ ଆମେ ଯୋଉଠିକି ବୋଟ୍‌ରୁ ଆମକୁ ସୁନ୍ଦରବନ ଟ୍ରାଭେଲିଂ କରିକି ବୁଲିବାର ଅଛି। ତ ଆମେ ବୋଟ୍ ଜାଗାରେ ପହଞ୍ଚି ଯାଇଥିଲୁ ପ୍ରାୟ ଦିନ 11ଟା ପାଖାପାଖି। ସେଇଠୁ ଆମକୁ ବୋଟ୍ ଧରିକି ଟ୍ରାଭେଲ୍ କରିବାକୁ ପଡ଼ିବ। ଘାଟରେ ପହଞ୍ଚି ଆସିବା ବେଳେ ବସ୍‌ରେ ସମସ୍ତେ ଆସିଥିଲେ ତ ବୋଟ୍ ପାଖକୁ ଯାଇଥିଲୁ। ବୋଟ୍ ଆମର ଆସିକି ଲାଗିଯାଇଥିଲା। ବାପା ତାର ଆଗେ ଆଗେ ଚାଲିଛନ୍ତି, ଆମେ ଝିଅ ଆଉ ମୁଁ ପଛେ ପଛେ ଦେଖି ଦେଖି ଯାଉଛୁ। ଚାରିଆଡ଼େ ବୋଟ୍, ପାଣି ଦେଖିକି ମଜା ଅଲଗା। ତ ଦେଖିଲା ବେଳକୁ ଆମ ବୋଟ୍ ଆସିକି ଲାଗିଗଲାଣି। ଲଞ୍ଚରେ ହିଁ ଆମେ ଯିବୁ। ସୁନ୍ଦରବନ ଟ୍ରିପ୍‌ଟା ପ୍ରାୟ ହିଁ ଆପଣମାନଙ୍କୁ ଲଞ୍ଚରେ ହିଁ ଭ୍ୟୁ ଦେଖି ଏନ୍ଜୟ କରିବେ। ଝିଅ ମୋର ଦେଖୁଛି ମାମା କେତେ ପାଣି ବୋଟ୍ ଦେଖି ତାର ମନ ଖୁସ୍। ତ ସମସ୍ତଙ୍କୁ ନାଁ ଆନାଉନ୍ସମେଣ୍ଟ କରାଯାଇଥାଏ। ଜଣେ ଜଣେ ପରେ ଚଢ଼ିକି ନିଜ ନିଜ ଲଞ୍ଚରେ ବସନ୍ତି। ସେଇ ସମୟ ଭିତରେ ଅପେକ୍ଷା କରିବା ପଡ଼ିଥାଏ ନିଜ ନମ୍ବର କେତେବେଳେ ଆସିବ। ଆମ ନମ୍ବର ଆସିଯାଇଥିଲା, ଆମେ ମଧ୍ୟ ଚଢ଼ିକି ଯାଇ ନିଜ ସ୍ଥାନ ନେଇଯାଇଥିଲୁ ଆଉ ବସି ଯାଇଥିଲୁ ନିଜ ନିଜ ଜାଗାରେ। କାହିଁକିନା ଏଇଥିରେ ହିଁ ଆପଣଙ୍କୁ 2 ଦିନ ସଫର କରିବାକୁ ପଡ଼ିବ। ଆପଣଙ୍କୁ ଗୋଟେ ଦିନ ରହିବାକୁ ପଡ଼ିବ, କିନ୍ତୁ ବହୁତ ସମୟ ଲଞ୍ଚରେ ହିଁ ଆପଣଙ୍କୁ ପୁରା ଦିନମାନ ଯିବ ଆଉ ଭ୍ୟୁ ଏନ୍ଜୟ କରିବେ ବୋଟ୍‌ରେ ହିଁ। ତ ଆପଣମାନେ ମୋ ସହିତ ବୁଲନ୍ତୁ ସୁନ୍ଦରବନରେ। ଫାଷ୍ଟ ହେଉଛି ସୁନ୍ଦରବନଟିର ଫାଷ୍ଟ ଡେ ମୋର କେମିତି ବୁଲାବୁଲି ହେଲା ଆସନ୍ତୁ ଜାଣିବା। ପ୍ରଥମରେ ଆମେ ଯାଇକି ବସି ଯାଇଥିଲୁ ଲଞ୍ଚରେ। ଏମିତି ପ୍ରାୟ ଯିବାର କିଛି ସମୟ ପରେ ଆମକୁ ପ୍ରଥମେ ଦେଇ ଦେଇଥିଲେ ସେମାନେ ସଫ୍ଟ ଡ୍ରିଙ୍କ୍ସ ପିଇବା ପାଇଁ। ସେହି ସମୟରେ ଆପଣମାନେ ଦେଖିପାରୁଥିବେ କେତେ ସୁନ୍ଦର ଭ୍ୟୁ, ବହୁତ ଗୁଡ଼ାଏ ଲଞ୍ଚ ଆପଣମାନଙ୍କୁ ମିଳିଯିବ ଦେଖିବା ପାଇଁ। ଏଇ ଭିତରେ ପୁଣି ଆସିଗଲା ଗରମ ଗରମ ସ୍ନାକ୍ସ ଆଇଟମ୍ ଖାଇବା ପାଇଁ। ତ ସୁନ୍ଦରବନ ମାନେ ତ ସ୍ପେଶାଲି ଖାଇବା ପାଇଁ ହିଁ ଫେମସ୍। ତ ଆମେ ପ୍ରଥମେ ଦେଇ ଦେଇଥିଲେ ପର୍ନ ପକୋଡ଼ା ଆଉ ଲେଟ୍ ନ କରି ଗରମ ଗରମ ପର୍ନ ପକୋଡ଼ା ଖାଇବାରେ ଚାଲିଥିଲୁ। ଖାଇବାର ଏନ୍ଜୟ ସହିତ ସହିତ ଆମ ଟ୍ରାଭେଲିଂର ମଜା କିଛି ଅଲଗା ହିଁ ଥିଲା। ଝିଅମାନେ ଦେଖୁଥିବେ କେତେ ଖୁସିରେ ସେ ତାର ଖାଇବାରେ ଚାଲିଛି। ସମସ୍ତେ ନିଜ ନିଜର ସ୍ନାକ୍ସ ଆଇଟମ୍‌କୁ ଏନ୍ଜୟ କରିକି ଟ୍ରାଭେଲିଂର ମଜା ନେଇଥାଉଥାନ୍ତି। ଏହିପରି କିଛି ସମୟ ପରେ ଆପଣମାନେ ଦେଖିପାରୁଥିବେ ଲଞ୍ଚର ଭ୍ୟୁ ପଏଣ୍ଟ ଗୁଡ଼ାକ କେତେ ସୁନ୍ଦର। ଭ୍ୟୁ ଏନ୍ଜୟ କରି କରି ସମୟ ଭିତରେ ଅଲରେଡ଼ି ଲଞ୍ଚ ଟାଇମ୍ ହେଇ ଆସିଲାଣି। ତ ଭୋକ ଏତେ ମାତ୍ରାରେ ଲାଗିଲାଣି କି କେତେବେଳେ ଖାଇବା ମିଳିବ। ତ ଦେଖୁ ଦେଖୁ ଲଞ୍ଚ ଟାଇମ୍ ଆସିଗଲାଣି। ଲଞ୍ଚ ଟାଇମ୍ ଯେହେତୁ ହେଇଯାଇଥିଲା, ବ୍ୟବସ୍ଥିତ ହୋଇଥିବା ଲଞ୍ଚ ପାଇଁ ଆମେ ବସିଯାଇଥିଲୁ। ଲଞ୍ଚରେ ଥିଲା ଆମମାନଙ୍କ ପାଇଁ ପୋଟଳ ତରକାରୀ, ଡାଲି, ଭାତ, ପର୍ନ, ମାଛ, କାକୁଡ଼ି, ତା ସହିତ ଚଟଣି, ପାମ୍ପଡ଼ ଏସବୁ ଥିଲା। ତ ସୁନ୍ଦରବନର ମୁଖ୍ୟତଃ ଖାଇବା ବହୁତ ଟେଷ୍ଟି ଥାଏ। ଲଞ୍ଚରେ ଭ୍ୟୁ ଏନ୍ଜୟ କରି କରି ଆପଣମାନେ ହେନ୍ତାଳ ବନ ଦେଖିକି ଏନ୍ଜୟ କରିକି ଖାଇପାରିବେ। ତା ସହିତ ଆପଣମାନଙ୍କୁ ମୁଁ ସେୟାର କରିଦେଉଛି ଲଞ୍ଚ ଟୁର୍‌ଟା। ତ ତଳକୁ ଆସିଗଲା ପରେ ଆପଣମାନଙ୍କୁ ଦେଖିପାରୁଥିବେ ଲଞ୍ଚଟା ପୁରା ବେଡରୁମ୍ ବାଗିଆ ହେଇଛି। ଆପଣମାନେ ରେଷ୍ଟ ନେଇପାରିବେ, ଯେହେତୁ ବସି ବସି ଥକିଗଲା ମାନେ ଆପଣ ତଳେ ବସିକି ବି ଭ୍ୟୁ ଏନ୍ଜୟ କରିକି ନଚେତ୍ ଶୋଇକି ବି ଆପଣ ଯାଇପାରିବେ। ତାପରେ ଆପଣଙ୍କୁ ସେକେଣ୍ଡ ପାର୍ଟରେ ମିଳିଯିବ ଲଞ୍ଚର ପାର୍ଟ ଗୁଡ଼ାକ ଅଛି ଯେଉଁଥିରେ ଲଞ୍ଚ ଚାଲିଛି। ନେକ୍ସଟ ଟାଇମ୍‌ରେ ପଛରେ ଅଛି କିଚେନ୍, ଯେଉଁଥିରେ ଆମମାନଙ୍କ ପାଇଁ ଖାଇବା ପ୍ରସ୍ତୁତ ହେଇକି ସବୁ ଗରମ ଗରମ ଖାଇବା ଦଉଛନ୍ତି। ତାପରେ ପଛରେ ରହିଯାଉଛି ଆପଣମାନଙ୍କ ପାଇଁ ୱାସରୁମ୍ ୟୁଜ୍ କରିପାରିବେ। ଡ୍ରେସିଂ ଟେବୁଲ୍ ବି ଅଛି, ଆପଣମାନେ ସଜବାଜ ବି ହେଇପାରିବେ। ଫ୍ରଣ୍ଟରେ ଆମେ କିଛି ଫଟୋ ଉଠାଇବା ପାଇଁ ବସିଯାଇଥିଲୁ। ଝିଅ ମୋର ତ ଏକ୍ସାଇଟମେଣ୍ଟ ତାର କିଛି ଥିଲା, ବସି ଯାଇଥିଲା ଆଗରେ। ଦେଖୁଥିଲା କେତେ ବଡ଼ ବଡ଼ ଜାହାଜ ଗୁଡ଼ାକ ବି ଆପଣମାନଙ୍କୁ ଦେଖିବାକୁ ମିଳିଯିବେ। ଏହିପରି ଆମେ ଦେଖିକି ଭ୍ୟୁ ଏନ୍ଜୟ କରିଥିଲୁ ସୁନ୍ଦରବନର। ପାଣି ଭିତରେ ଜାହାଜ, ହେନ୍ତାଳ ବନ ଗୁଡ଼ାକୁ ଦେଖି ଦେଖି ଯାଉଛୁ ଆମର ବୋଟ୍ ଯାଇକି ଲାଗିଥିଲା ଗୋଟିଏ ଗୋଟେ ଭ୍ୟୁ ପଏଣ୍ଟ ପାଖରେ, ଯୋଉଠିକି ମନ୍ଦିର ଅଛି। ଆମମାନଙ୍କୁ ଓହ୍ଲେଇକି ବୁଲିବା ପାଇଁ କୁହାଯାଇଥିଲା। ଆମେ ଚାଲି ଯାଇଥିଲୁ ମନ୍ଦିରକୁ ଦେଖିବା ପାଇଁ। ମନ୍ଦିର ପରିବେଶ ବହୁତ ଶାନ୍ତ ଓ ସୁନ୍ଦର। ଦେବୀ ମାଙ୍କର ମୂର୍ତ୍ତି ଥିଲା। ତ ଆମେ ସେଠି କିଛି ସମୟ ବୁଲାବୁଲି କରି ଫଟୋ ଉଠେଇକି ସନସେଟ୍‌ର ମଜା ନେଇକି ଆସିଥିଲୁ। ଆପଣମାନେ ପାଖରୁ ଦେଖିପାରୁଥିବେ ହେନ୍ତାଳ ବନ। ଛୁଆବେଳୁ ତ ଆମେ ପାଠ ପଢ଼ି ଆସୁଛୁ ହେନ୍ତାଳ ବନ ମାନେ କ'ଣ ଆଜି ନିଜ ଆଖିରେ ଦେଖୁଛୁ। ସୁନ୍ଦରବନ ବିଷୟରେ ତ ଛୁଆବେଳୁ ଆପଣମାନେ ନିଶ୍ଚିତ ଭାବରେ ଶୁଣିଥିବେ ଆଉ ଜାଣିଥିବେ ସୁନ୍ଦରବନ କ'ଣ ପାଇଁ ଫେମସ୍। ତ ଆପଣମାନେ ଏବେ ଦେଖିପାରୁଥିବେ ସୁନ୍ଦରବନର ଭ୍ୟୁଟି।
तो ସେଇ ସମୟରେ କେତେ ସମୟ ଆମେ ବୁଲାବୁଲି କରିସାରିକି ପୁଣି ଆସି ଯାଇଥିଲୁ ଲଞ୍ଚକୁ, କାହିଁକିନା ଲଞ୍ଚ ଟାଇମ୍ ହେଇଯାଇଥିଲା। ସେମାନେ ଡାକି ଦେଇଥିଲେ, ଆମ ଲଞ୍ଚରେ ଆସିକି ଆମେ ବସି ଯାଇଥିଲୁ। ଯେହେତୁ ସୂର୍ଯ୍ୟାସ୍ତ ଟାଇମ୍ ହେଇଯାଇଛି, ଆସିକି ଆମ ବୋଟ୍ ପହଞ୍ଚିଯିବ, ଯୋଉଠି ଆମେ ଷ୍ଟେ କରିବୁ 1 ନାଇଟ୍। ସେଠି ଆମକୁ ରିସୋର୍ଟରେ ଆମେ ରହିବୁ। ସେଠି 1 ସାଇଡ୍ ଷ୍ଟେ କଲା ପରେ ନେକ୍ସଟ୍ ଡେ ଆମକୁ ପୁଣି ଟ୍ରାଭେଲିଂ କରିବାର ଅଛି। ସେଥିପାଇଁ ଆମମାନଙ୍କୁ ନେଇକି ସେମାନଙ୍କ ତରଫରୁ ପ୍ରୋଭାଇଡ୍ କରାହେଇଥିବା ଟୁରିଜମ୍ ତରଫରୁ ଗେଷ୍ଟ ହାଉସରେ ରଖିବେ। ତା ସହିତ ସେଠି ଆମକୁ ଡିନରର ବି ବ୍ୟବସ୍ଥା ରହିବ, ଆଉ ଏନ୍ଜୟମେଣ୍ଟ ପାଇଁ କିଛି ଫେସିଲିଟି ରହିବ। ଏହିପରି କିଛି ସମୟ ଆମକୁ ଦେଖିପାରୁଥିବେ, ଏଇ ହୋମ୍ ଷ୍ଟେ ଆମକୁ ପ୍ରୋଭାଇଡ୍ କରାହେଇଥିଲା। ଏଠି ଆମେ ରୁମ୍ ନେଇକି ଆମ ରୁମ୍ ଦିଆହେଇଯାଇଥିଲା। ରୁମ୍ ଘାସି ଯାଇଥିଲା ପରେ ମୁଁ ଦେଖିଦଉଚି ଆପଣମାନଙ୍କୁ ରୁମ୍ କୋଉ ଟାଇପ୍‌ର ମିଳିଥିଲା ଆମକୁ ଟୁରିଜମ୍ ତରଫରୁ। ବି ବହୁତ ବଡ଼ ରୁମ୍‌ଟେ ମିଳିଥିଲା। 2ଟି ବେଡ୍ ପଡ଼ିଥିଲା, ଆଟାଚ୍ ବାଥରୁମ୍, ତା ସହିତ ବହୁତ ସୁନ୍ଦର ବାଲକୋନିରେ ଭ୍ୟୁ ବି ବହୁତ ସୁନ୍ଦର ଦେଖାଯାଉଥିଲା। ଆପଣମାନେ ନିଜେ ଦେଖିପାରୁଥିବେ। ତ ଟୁରିଜମ୍ ତରଫରୁ ଯେହେତୁ ଅଛି, ତ ଆପଣମାନଙ୍କୁ କିଛି ପ୍ରୋବ୍ଲେମ୍ ହେବାର ନାହିଁ। ତ ଆରାମସେ ଯାଇକି ବୁଲାବୁଲି କରିକି ଆପଣମାନେ ଆସିପାରିବେ। ଏହିପରି କିଛି ସମୟ ଯେହେତୁ ହେଇସାରିଲା ପରେ, ଯେହେତୁ ଦିନମାନ ଟ୍ରାଭେଲିଂ କରାହେଇଛି, ସେଥିପାଇଁ ଫ୍ରେଶ୍ ହେବାକୁ ଚାହୁଁଛନ୍ତି। ଫ୍ରେଶ୍ ହେଇକି ଆସିସାରିଲା ପରେ ତ ନେକ୍ସଟ୍ ପାଇଁ ପ୍ରିପାରେସନ୍ ହେବାକୁ ବସିଯାଇଥିଲୁ। ସେ ସମୟରେ ଆସିଯାଇଥିଲା ଗରମ ଗରମ ଚିକେନ୍ ପକୋଡ଼ା। ତ ଥଣ୍ଡା ପାଗରେ ଗରମ ଗରମ ଚିକେନ୍ ପକୋଡ଼ା ଖାଇ ଦେଇଥିଲୁ। ଚାଲି ଯାଇଥିଲୁ ପୁଣି ବାହାରକୁ ଡାକରା ଆସିଯାଇଥିଲା। କାହିଁକିନା ଆସିଯାଇଥିଲେ ଡ୍ୟାନ୍ସ ପ୍ରୋଗ୍ରାମ୍ ଷ୍ଟାର୍ଟ ହେଇଛୁ ଝୁମୁରା ନାଚ। ସେଥିପାଇଁ ଆଉ ଲେଟ୍ ନ କରିକି ଫଟାଫଟ ରେଡି ହେଇକି ଆମେ ବାହାରି ଆସିଥିଲୁ ବାହାରକୁ। କାହିଁକିନା ନାଚ ଦେଖିବୁ, ପ୍ରୋଗ୍ରାମ୍ ନହେଲେ ତ ସରିଯିବ। ଲେଟ୍ ନ କରି ଆସିକି ବସିଯାଇଥିଲୁ। ଅଲରେଡି ଷ୍ଟାର୍ଟ ହେଇଯାଇଥିଲା ପ୍ରୋଗ୍ରାମ୍। ମୁଁ ଆସିଲା ବେଳକୁ ନାଚ ଗୀତର ଆସର ଜମି ସାରିଲାଣି। ଆପଣମାନେ ଦେଖିପାରୁଥିବେ ମୋ ଭିଡ଼ିଓଟି। ଗୀତର ତାଳେ ତାଳେ ଲୋକଲୋଚନ ନାଚୁଥିଲେ, ଝୁମୁରା ନାଚ କୁହାଯାଏ। ତ ଝିଅ ବି ମଧ୍ୟ ସେ ଗୀତରେ ନାଚୁଛି, ଆପଣମାନେ ଜାଣିପାରୁଥିବେ। ଥଣ୍ଡା ପାଗରେ ସେ ସମସ୍ତଙ୍କୁ ଗରମ ଗରମ ଚା ଦେଇଥିଲେ। ମୁଁ ତ ଚା ପିଏନି, ତଥାପି ଯେହେତୁ ଥଣ୍ଡା ଦଉଛି ତ ମଜା ଲାଗିଯାଇଥିଲା। ସେଥିପାଇଁ ଥଣ୍ଡାରେ ପାଗରେ ଗରମ ଚା 2 ପେଗ୍ ମାରିଦେଲି। ତାପରେ ସେମାନେ ଆସିକି ଆମକୁ ଟାଣି ନେଇ ଯାଇଥିଲେ ନାଚ କରିବା ପାଇଁ ସେମାନଙ୍କ ସହିତ ସାଙ୍ଗରେ। ତ ଏଇ ହେଉଛି ମୁଖ୍ୟତଃ ଏନ୍ଜୟମେଣ୍ଟ, ନାଚ କରିକି ଏନ୍ଜୟ କରିବାର ପ୍ରକୃତ ସମୟ।
ତାପରେ କିଛି ସମୟ ନାଚି ସାରି ସାରିଲା ପରେ ଆମେ ବିଦାୟ ନେଇଥିଲୁ। ସେମାନେ ଚାଲି ଯାଇଥିଲେ। ଝିଅ ମୋତେ ତାକୁ ସାଙ୍ଗମାନେ ମିଳିଯାଇଥିଲେ। ଛୁଆମାନେ ଯେଉଁମାନେ ଆସିଥିଲେ ତାଙ୍କ ସହିତ ସିଏ ଖେଳିକି ଏନ୍ଜୟ କରିବାରେ ବାହାରି ଯାଇଥିଲା। ସେମାନଙ୍କ ନାଚ ସରି ସାରିଲା ପରେ ଆମେ ଭାବିଥିଲୁ ଯିବୁ ପାଖରେ ଥିବା ମାର୍କେଟକୁ ସୁନ୍ଦରବନରୁ ଯୋଉଠିକି ବହୁତ କିଛି ଜିନିଷ ମିଳିଥାଏ କାଠର ଓ ହୋମ୍ ଡେକୋରେଟ୍ ପାଇଁ ଜିନିଷ ଗୁଡ଼ାକ। ତ ଆଉ ଲେଟ୍ ନକରି ଆମେ ବାହାରି ଯାଇଥିଲୁ ବୁଲିବା ପାଇଁ ପାଖରେ ଥିବା ସୁନ୍ଦରବନ ମାର୍କେଟଟିକୁ। ଯେହେତୁ ଥଣ୍ଡା ପଡ଼ୁଛି ତ ଆପଣମାନେ ୱିଣ୍ଟର ଡ୍ରେସ୍ ନେବାକୁ ବିଲକୁଲ ବି ନାହିଁ। ବହୁତ ଥଣ୍ଡା ପଡ଼ୁଥିଲା ଶୀତ ଦିନ ଯେହେତୁ ଯାଇଛୁ ସେଥିପାଇଁ ଡ୍ରେସ୍ ପିନ୍ଧିକି ଆପଣ ନିଶ୍ଚିତ ଭାବେ ତ ଦେଖିପାରୁଥିବେ ବହୁତ ସୁନ୍ଦର ମାର୍କେଟ। ସବୁକିଛି ଜିନିଷ ମାର୍କେଟରେ ଆଭେଲେବୁଲ୍ ଥିଲା। ଆମେ ବୁଲାବୁଲି କରିକି ମାର୍କେଟରେ ସନ୍ଧ୍ୟା ସମୟ ଫେରି ଆସିଥିଲୁ। ମାର୍କେଟରେ ବହୁତ ଗୁଡ଼ିଏ ଜିନିଷ ଦେଖା ଯାଇଥିଲା। କିଣାକିଣି କରିକି ଆମେ ଫେରି ଆସିଥିଲୁ ରିସୋର୍ଟକୁ। ଆସିଲା ସମୟରେ ଡିନର ଟାଇମ୍ ଯେହେତୁ ହୋଇଥିଲା ଡିନରରେ ଆମକୁ ଦେଇ ଦେଇଥିଲେ ଫ୍ରାଏଡ଼ ରାଇସ୍, ଚିଲି ଚିକେନ୍, ରୁଟି ତା ସହିତ ଡାଲ ଫ୍ରାଏ ମିଶେଇକି ଆମେ ଡିନର କରିଦେଇକି ପଳେଇ ଆସିଥିଲୁ ରୁମ୍କୁ। ଝିଅ ପାଇଁ ମଧ୍ୟ ମୁଁ ରୁଟି ନେଇ ଆସିଥିଲି ସେ ଖାଇବା ପାଇଁ। କାହିଁକିନା ସିଏ ତ ତାର ଏସବୁ ଜିନିଷ ଖାଏନି ସେଥିପାଇଁ ତା ବାପା ନିଜେ ବସିକି ତାକୁ ଖୁଏଇ ଦଉଥିଲେ ରୁମ୍ରେ ରୁଟି କ୍ଷୀର। ଆପଣମାନେ ଜାଣିପାରୁଥିବେ ଅଲରେଡ଼ି ଯେହେତୁ ରାତି ସମୟ ହେଇଗଲା ମୁଁ ଫ୍ରେଶ୍ ହେଇକି ଚାଲ ଶୋଇବାକୁ ପଳେଇ ଆସିଥିଲି। ଯଦି ଆପଣମାନେ ମୋ ଭିଡ଼ିଓକୁ ଦେଖୁଛନ୍ତି ଭଲ ଲାଗୁଛି ମୋ ଭିଡ଼ିଓ ନିଶ୍ଚିତ ଭାବେ ସୁନ୍ଦରବନର ବ୍ଲଗ ପାର୍ଟ 2 ଦେଖିବେ କ'ଣ ସବୁ ଆମେ ବୁଲିଲୁ। ରହିଲୁ ବାଏ ବାଏ।